ସାମ ସଙ୍ଗୀତ ଅଧ୍ୟାୟ 108। ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। ଅଟେ ହୃଦୟ ମମ ପ୍ରସ୍ତୁତ, ହେ ଈଶ୍ୱର ଅଟେ ହୃଦୟ ମମ ପ୍ରସ୍ତୁତ। କରିବି ମୁଁ ସୁମଧୁର ଗାନ, ହୁଅ ଉଜାଗର ହେ ମୋର ମନ। ହେ ବୀଣା ତଥା ସାରଙ୍ଗୀ ହୁଅ ଉଜାଗର, କରିବି ମୁଁ ପ୍ରଭାତକୁ ଉଜାଗର। ହେ ପ୍ରଭୁ, କରିବି ମୁଁ ଜନତା ମଧ୍ୟେ ତୁମକୁ କୃତଜ୍ଞତାର୍ପଣ, ଜାତିଗଣ ମଧ୍ୟେ କରିବି ମୁଁ ତୁମ ସ୍ତବ ଗାନ। କାରଣ ନିରନ୍ତର ସ୍ନେହ ତୁମର ଆକାଶମଣ୍ଡଳ ଅପେକ୍ଷା ଅଧିକ ଉନ୍ନତ। ପହଞ୍ଚେ ତୁମ ବିଶ୍ୱସ୍ତତା ମେଘମାଳା ପର୍ଯ୍ୟନ୍ତ। ହେ ଈଶ୍ୱର, ହୁଅ ତୁମେ ନଭମଣ୍ଡଳ ଉପରେ ଉନ୍ନୀତ। ହେଉ ତୁମ ମହିମା ଧରାଧାମ ତମାମ ପରିବ୍ୟାପ୍ତ। ହୁଅନ୍ତୁ ତୁମ ସ୍ନେହାସ୍ପଦ ଗଣ ମୁକ୍ତ, କରି ବିସ୍ତାର ସାହାଯ୍ୟାର୍ଥେ ଦକ୍ଷିଣ ହସ୍ତ ତୁମର ଦିଅ ମୋତେ ଉତ୍ତର। କରିଅଛନ୍ତି ପ୍ରଦାନ ପ୍ରଭୁ ତାହାଙ୍କ ପବିତ୍ର ଆଳୟେ ପ୍ରତିଶ୍ରୁତି, କରିବି ମୁଁ ବିଜୟାନନ୍ଦ ପୂର୍ବକ ଶେଖେମକୁ ବିଭାଜନ। କରିବି ମୁଁ ସୁଖତ ଉପତ୍ୟକାକୁ ବଣ୍ଟନ। ଅଟେ ଗିଲିଆଦ ଓ ମାନାସେ ମୋର, ଅଟେ ଇଫ୍ରାଇମ୍ ଶିରୋଣାସ୍ତ୍ର ମୋର। ଯୁଦା ଅଟେ ରାଜଦଣ୍ଡ ମୋର। ଅଟେ ମୋଆବ ମୋର ପ୍ରକ୍ଷାଳନ ପାତ୍ର, କରିବି ମୁଁ ଏଦୋମ ଉପରେ ପାଦୁକା ମୋର ନିକ୍ଷେପ। କରିବି ମୁଁ ଫିଲିଷ୍ତିଆ ଉପରେ ବିଜୟରବ ମୁଖରିତ। କରିବ କିଏ ମୋତେ ସୁରକ୍ଷିତ ନଗରୀକୁ ଆନୟନ? ଏଦୋମ ଦିଗେ କରିବ କିଏ ମୋ ପ୍ରତି ପଥ ପ୍ରଦର୍ଶନ? ହେ ଈଶ୍ୱର, କରିନାହିଁ ତୁମେ କ'ଣ ଆମକୁ ପରିତ୍ୟାଗ? ହେ ଈଶ୍ୱର, କରୁନାହଁ ତୁମେ ଆମ ସୈନ୍ୟ ଦଳ ଗହଣେ ଗମନ। କର ଆମକୁ ଶତ୍ରୁ ବିରୁଦ୍ଧେ ସାହାଯ୍ୟ, କାରଣ ଅଟେ ବୃଥା ମନୁଷ୍ୟର ସାହାଯ୍ୟ। କରିବୁ ଆମେ ଈଶ୍ୱରଙ୍କ ଦ୍ୱାରା ବୀରତ୍ୱ ପୂର୍ବକ ସଂଗ୍ରାମ, କରିବେ ଯିଏ ଆମ ଶତ୍ରୁମାନଙ୍କୁ ପଦଦଳନ, ଅଟନ୍ତି ସେ ଈଶ୍ୱର। ଅଧ୍ୟାୟ 109। ବ୍ୟକ୍ତିଗତ ବିଳାପ ଗୀତି। ହେ ଈଶ୍ୱର, କରେ ମୁଁ ତବ ପ୍ରଶଂସା ଗାନ, କର ନାହିଁ ତୁମେ ମୌନାବଲମ୍ବନ। କାରଣ ହୋଇଛି ଦୁଷ୍ଟ ତଥା ପ୍ରବଞ୍ଚନାତ୍ମକ ମୁଖ ମୋ ବିରୁଦ୍ଧେ ଉନ୍ମୁକ୍ତ। କରନ୍ତି ସେମାନେ ମିଥ୍ୟାବାଦୀ ଜିହ୍ୱାରେ ମୋ ବିରୁଦ୍ଧେ ବାକ୍ୟାଳାପ। କରନ୍ତି ସେମାନେ ମୋତେ ବିଦ୍ୱେଷାତ୍ମକ ବାକ୍ୟ ସବୁରେ ପରିବେଷ୍ଟନ। କରନ୍ତି ସେମାନେ ମୋତେ ଅକାରଣେ ଆକ୍ରମଣ। କଲି ମୁଁ ଯେବେ ସେମାନଙ୍କ ନିମନ୍ତେ ପ୍ରାର୍ଥନା ନିବେଦନ, ତେବେ ସୁଦ୍ଧା କରନ୍ତି ସେମାନେ ମୋର ସ୍ନେହ ବିନିମୟେ ମୋତେ ଦୋଷାରୋପ। ମଙ୍ଗଳ ପରିବର୍ତ୍ତେ ଅମଙ୍ଗଳ, ସ୍ନେହ ବିନିମୟେ ଘୃଣା ପ୍ରଦାନ କରି ଦିଅନ୍ତି ସେମାନେ ମୋତେ ପୁରସ୍କାର। କର ଏକ ଦୁଷ୍ଟକୁ ତା ବିରୁଦ୍ଧେ ନିୟୋଜନ, କରୁ ଆରୋପକାରୀ ତା ବିପକ୍ଷେ ଅଭିଯୋଗ ଆଗତ। ବିଚାରିତ ହେବା ବେଳେ ହେଉ ସେ ଦୋଷୀ ପ୍ରମାଣିତ, ହେଉ ପ୍ରାର୍ଥନା ତାର ପାପ ସଦୃଶ ପରିଗଣିତ। ହେଉ ଆୟୁଷ କାଳ ତାର ସ୍ୱଳ୍ପ, କରୁ ଅନ୍ୟ ଜଣେ ତାର ପଦ ଗ୍ରହଣ। ହୁଅନ୍ତୁ ସନ୍ତାନଗଣ ତାର ପିତୃହୀନ, ପତ୍ନୀ ବିଧବା ହେଉ ତାର, କରନ୍ତୁ ସନ୍ତାନଗଣ ତାର ଭିକ୍ଷା ନିମନ୍ତେ ଗମନ। କରନ୍ତି ଯେ ସେମାନେ ଯେଉଁଠାରେ ବାସ, ସେହି ଧ୍ୱଂସାବଶେଷରୁ ହୁଅନ୍ତୁ ସେମାନେ ବହିଷ୍କୃତ। କରୁ ଋଣଦାତା ତାର ସର୍ବସ୍ୱ ଅଧିକାର, କରୁ ବିଦେଶୀମାନେ ତାର ପରିଶ୍ରମ ଫଳ ଲୁଣ୍ଠନ। ନ ରହୁ ତା ପ୍ରତି କରୁଣା ପ୍ରଦର୍ଶନକାରୀ କେହି, ନ ଦର୍ଶାଉ ଅନୁକମ୍ପା ତାର ପିତୃହୀନ ସନ୍ତାନମାନଙ୍କ ପ୍ରତି କେହି।
ହୁଅନ୍ତୁ ବଂଶଧର ଗଣ ତାର ଉଚ୍ଛେଦିତ, ହେଉ ନାମ ତାର ଦ୍ୱିତୀୟ ବଂଶରେ ନିଶ୍ଚିହ୍ନ। ହେଉ ପ୍ରଭୁଙ୍କ ସନ୍ନିଧାନେ ତାର ପିତୃହୀନମାନଙ୍କ ଦୋଷ ଅନୁସ୍ମୃତ, ତା ଜନନୀର ପାପ ନ ହେଉ ନିଶ୍ଚିହ୍ନ। ହେଉ ସେ ସମସ୍ତ ପ୍ରଭୁଙ୍କ ସନ୍ନିଧାନେ ଅନବରତ ବିଦ୍ୟମାନ, ହେଉ ଉଚ୍ଛେଦିତ ପୃଥିବୀରୁ ତାର ସ୍ମରଣ। କାରଣ କଲା ନାହିଁ ସେ କରୁଣା ପ୍ରଦର୍ଶନ କରିବା ପାଇଁ ସ୍ମରଣ, କିନ୍ତୁ ନିର୍ଧନ ଦିନହୀନ ତଥା ଭଗ୍ନ ମନାମାନଙ୍କୁ କଲା ସେ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପଶ୍ଚାଦ୍ଧାବନ। ଅଭିଶାପ ଦେବାକୁ କଲା ସେ ପସନ୍ଦ, ହେଉ ଅଭିଶାପ ତା ଉପରେ ପତିତ। ଆଶୀର୍ବାଦ କରିବାକୁ କଲା ନାହିଁ ସେ ମନୋନୟନ, ହେଉ ତାହା ତା ସମୀପରୁ ସୁଦୂର। ବସ୍ତ୍ର ସଦୃଶ ହେଲା ସେ ଅଭିଶାପ ପରିହିତ, କରୁ ତାହା ଜଳ ସଦୃଶ ତାର ଶରୀରକୁ, ଅତୈଳ ସମ ତାର ଅସ୍ଥି ପୁଞ୍ଜକୁ ଆର୍ଦ୍ର। ହେଉ ତାହା ତା ଦ୍ୱାରା ପରିହିତ ବସ୍ତ୍ର ତୁଲ୍ୟ ଓ ତା ଦ୍ୱାରା ନିତ୍ୟ ପରିଧେୟ କଟିବନ୍ଧନୀ ସମ। କରନ୍ତି ଯେଉଁମାନେ ମୋ ଜୀବନ ବିରୁଦ୍ଧେ ଅନିଷ୍ଟ ବାକ୍ୟାଳାପ ଓ କରନ୍ତି ମୋ ବିପକ୍ଷେ ଦୋଷାରୋପ, ହେଉ ଏହା ସେମାନଙ୍କ ପ୍ରତି ପ୍ରଭୁଙ୍କ ଠାରୁ ଆଗତ ପ୍ରତିଦାନ। କିନ୍ତୁ ପ୍ରଭୁ ହେ ଈଶ୍ୱର ମମ, କର ମୋ ପ୍ରତି ତବ ନାମୋଚିତ ଆଚରଣ ସାଧନ। ନିରନ୍ତର ସ୍ନେହ ତବ ଉତ୍ତମ, ସୁତରାଂ କର ମୋତେ ପରିତ୍ରାଣ। କାରଣ ଅଟେ ମୁଁ ନିର୍ଧନ ତଥା ଦିନହୀନ, ହୋଇଛି ହୃଦୟ ମୋର ଆଘାତ ପ୍ରାପ୍ତ। ହୋଇଛି ମୁଁ ସନ୍ଧ୍ୟାକାଳୀନ ଛାୟା ସଦୃଶ ଅନ୍ତର୍ଦ୍ଧାନ, କରନ୍ତି ମୋତେ ସେମାନେ ପଙ୍ଗପାଳ ତୁଲ୍ୟ ଆନ୍ଦୋଳିତ। ଉପବାସ ଯୋଗୁ ଜାନୁ ମୋର ଅଟେ ଦୁର୍ବଳ, ହେଲା ଶରୀର ମୋର କୃଶକାୟ। ଅଟେ ମୁଁ ମୋର ଦୋଷାରୋପୀ ମାନଙ୍କ ପ୍ରତି ନିନ୍ଦା ପାତ୍ର, ମୋତେ ଦେଖିବା ବେଳେ କରନ୍ତି ସେମାନେ ଉପହାସ ପୂର୍ବକ ସେମାନଙ୍କ ମସ୍ତକ ଆନ୍ଦୋଳିତ। ହେ ପ୍ରଭୁ ଈଶ୍ୱର ମମ, କର ମୋତେ ସାହାଯ୍ୟ, ତୁମ ନିରନ୍ତର ସ୍ନେହାନୁସାରେ ମୋତେ ରକ୍ଷା କର। ହେ ପ୍ରଭୁ ହୁଅନ୍ତୁ ସେମାନେ ଏହା ଅବଗତ, ଏହା ତୁମ ହସ୍ତ ତଥା ତୁମ ଦ୍ୱାରା ଅଟେ ସାଧିତ। ଦିଅନ୍ତୁ ସେମାନେ ଅଭିଶାପ, କିନ୍ତୁ କର ତୁମେ ଆଶୀର୍ବାଦ। ହୁଅନ୍ତୁ ବିରୋଧୀଗଣ ମୋର ଲଜ୍ଜିତ ଓ ଦାସ ତୁମର ହେଉ ଆନନ୍ଦିତ। ହୁଅନ୍ତୁ ଦୋଷାରୋପୀ ଗଣ ମୋର ଅପମାନିତ ପରିହିତ, ହୁଅନ୍ତି ଯେପରି କମ୍ବଳରେ ଆବୃତ। ହୁଅନ୍ତୁ ସେହିପରି ସେମାନେ ସେମାନଙ୍କ ନିଜ ଅପମାନରେ ଆବୃତ। କରିବ ମୁଖ ମମ ଉଚ୍ଚ ସ୍ୱରରେ, ପ୍ରଭୁଙ୍କୁ କୃତଜ୍ଞତା ଅର୍ପଣ। କରିବି ମୁଁ ଜନମଣ୍ଡଳୀ ମଧ୍ୟରେ ତାହାଙ୍କର ସ୍ତୁତି ଗାନ। ଦିଅନ୍ତି ଯେଉଁମାନେ ଦିନହୀନମାନଙ୍କୁ ମୃତ୍ୟୁଦଣ୍ଡ, ଉଦ୍ଧାର କରିବା ପାଇଁ ତାଙ୍କୁ ସେମାନଙ୍କ ହସ୍ତରୁ। ହୁଅନ୍ତି ସେ ତାର ଦକ୍ଷିଣ ପାର୍ଶ୍ୱେ ଦଣ୍ଡାୟମାନ। ଅଧ୍ୟାୟ 110। ମେସିହା ସାମ। କହନ୍ତି ପ୍ରଭୁ ମୋର ପ୍ରଭୁଙ୍କୁ, କରିନାହିଁ ମୁଁ ଯେ ପର୍ଯ୍ୟନ୍ତ ତୁମ ଶତ୍ରୁମାନଙ୍କୁ ତୁମ ପାଦ ପୀଠ ହୁଅ ତୁମେ ସେ ପର୍ଯ୍ୟନ୍ତ ମୋର ଦକ୍ଷିଣ ପାର୍ଶ୍ୱେ ଉପବିଷ୍ଟ। କରିବେ ପ୍ରଭୁ ସିୟନରୁ ତୁମର ଶକ୍ତିମୟ ରାଜଦଣ୍ଡ ପ୍ରେରଣ, କର ତୁମେ ଶତ୍ରୁମାନଙ୍କ ମଧ୍ୟରେ ରାଜତ୍ୱ ସ୍ଥାପନ। କରିବ ତୁମେ ଯେଉଁଦିନ ତୁମ ସୈନ୍ୟ ଦଳକୁ ପବିତ୍ର ପର୍ବତ ଦିଗେ ଆନୟନ, କରିବେ ତୁମ ସୃଜନ ସ୍ୱେଚ୍ଛାରେ ନିଜ ନିଜକୁ ତୁମ ହସ୍ତେ ସମର୍ପଣ। ପ୍ରଭାତ ଗର୍ଭରୁ ଉଦ୍ଭବ ଶିଶିର ତୁଲ୍ୟ, କରିବେ ତୁମ ଯୁବାଗଣ ତୁମ ନିକଟକୁ ଆଗମନ। କରିଛନ୍ତି ପ୍ରଭୁ ଶପଥ ଗ୍ରହଣ, ହେବ ନାହିଁ ତାହାଙ୍କ ମନର କୌଣସି ପରିବର୍ତ୍ତନ।
ଅଟ ତୁମେ ମେଲ୍କିସେଦେକଙ୍କ କ୍ରମାନୁବର୍ତ୍ତୀ ଏକ ଯାଜକ ଚିରକାଳୀନ। ତୁମ ଦକ୍ଷିଣ ପାର୍ଶ୍ୱେ ଅଟନ୍ତି ପ୍ରଭୁ ବିରାଜମାନ, କରିବେ ସେ ତାହାଙ୍କ କ୍ରୋଧର ଦିନେ ରାଜାମାନଙ୍କୁ ଛିନ୍ନ ଭିନ୍ନ। କରିବେ ସେ ଜାତିଗଣ ମଧ୍ୟରେ ନ୍ୟାୟ ବିଚାର ସାଧନ, ହେବ ସେ ସ୍ଥାନ ମୃତ ଦେହରେ ପରିପୂର୍ଣ୍ଣ। କରିବେ ସେ ବିଶାଳ ଭୂଖଣ୍ଡବାସୀ ରାଜାମାନଙ୍କୁ ଛିନ୍ନ ବିଚ୍ଛିନ୍ନ। କରିବେ ପଥ ପାର୍ଶ୍ୱସ୍ଥ ଜଳସ୍ରୋତରୁ ସେ ପାନ, ସୁତରାଂ କରିବେ ସେ ତାହାଙ୍କ ମସ୍ତକ ଉତ୍ତୋଳନ। ଅଧ୍ୟାୟ 111। ପ୍ରଶଂସା ସ୍ତୋତ୍ର। କର ପ୍ରଭୁଙ୍କର ସ୍ତୁତି ଗାନ, ନୀତିନିଷ୍ଠମାନଙ୍କ ସଭା ତଥା ମଣ୍ଡଳୀରେ କରିବି ମୁଁ ପୂର୍ଣ୍ଣ ହୃଦୟେ ପ୍ରଭୁଙ୍କ କୃତଜ୍ଞତା ଅର୍ପଣ। ଅଟେ ପ୍ରଭୁଙ୍କର କର୍ମାବଳୀ ମହାନ, ଯେଉଁମାନେ ସେଥିରେ ଆନନ୍ଦିତ, ଦିଅନ୍ତି ସେମାନେ ସେ ସମ୍ବନ୍ଧେ ମନ ଧ୍ୟାନ। ଅଟେ କର୍ମ ତାହାଙ୍କର ମହିମାମୟ ତଥା ପ୍ରତାପମୟ, ସ୍ଥାୟୀ ରହେ ନୀତିନିଷ୍ଠା ତାହାଙ୍କର ଚିରନ୍ତନ। କରାଇ ଅଛନ୍ତି ସେ ତାହାଙ୍କ ଆଶ୍ଚର୍ଯ୍ୟ କର୍ମାବଳୀକୁ ସ୍ମରଣ, ଅଟନ୍ତି ପ୍ରଭୁ ଦୟାମୟ ତଥା କରୁଣାମୟ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, କରନ୍ତି ସେ ସେମାନଙ୍କୁ ଖାଦ୍ୟ ପ୍ରଦାନ, କରନ୍ତି ସେ ସର୍ବଦା ତାହାଙ୍କ ବ୍ୟବସ୍ଥା ବିଧାନ ସ୍ମରଣ। କରି ଜାତିଗଣ ଅଧିକାରାଂଶ ତାହାଙ୍କ ସ୍ୱଜନମାନଙ୍କୁ ପ୍ରଦାନ, କରିଛନ୍ତି ସେ ସେମାନଙ୍କ ପ୍ରତି ତାହାଙ୍କ କର୍ମାବଳୀର ଶକ୍ତି ପ୍ରକାଶ। ତାହାଙ୍କ ହସ୍ତକୃତ କର୍ମାବଳୀ ସତ୍ ତଥା ନ୍ୟାୟପୂର୍ଣ୍ଣ, ଆଜ୍ଞା ସମସ୍ତ ତାହାଙ୍କର ଅଟେ ବିଶ୍ୱାସନୀୟ। ହୁଏ ଯେପରି ସତ ତଥା ନ୍ୟାୟସଙ୍ଗତ ଭାବେ ତାହା ସବୁ ପାଳିତ, ସେଥି ସକାଶେ ହୋଇଛି ସେ ସମସ୍ତ ଚିରନ୍ତନେ ସ୍ଥାପିତ। କରିଛନ୍ତି ସେ ପ୍ରଦାନ ତାହାଙ୍କ ସ୍ୱଜନମାନଙ୍କୁ ପରିତ୍ରାଣ, କରିଛନ୍ତି ସେ ସ୍ଥାପନ ଚିରକାଳ ସକାଶେ ତାହାଙ୍କ ବ୍ୟବସ୍ଥା ବିଧାନ ଅଟେ ପବିତ୍ର ତଥା ଭୟାନକ ତାହାଙ୍କର ନାମ। ଅଟେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ପ୍ରଜ୍ଞାର ଆରମ୍ଭ, କରନ୍ତି ଯେଉଁମାନେ ତାହା ଅଭ୍ୟାସ, କରନ୍ତି ସେମାନେ ଜ୍ଞାନ ଲାଭ, ହୋଇ ରହିବେ ସେ ସର୍ବଦା ପ୍ରଶଂସିତ। ଅଧ୍ୟାୟ 112। ବୈଜ୍ଞାନିକ ସାମ। କର ପ୍ରଭୁଙ୍କର ସ୍ତୁତି ଗାନ, କରେ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, କରେ ଯିଏ ତାହାଙ୍କର ସମସ୍ତ ଆଜ୍ଞା ପ୍ରତି ମହାନନ୍ଦ ପୋଷଣ, ସେ ଧନ୍ୟ। ହେବେ ତାହାଙ୍କ ବଂଶଧର ପୃଥିବୀରେ ଶକ୍ତି ସମ୍ପନ୍ନ, ହେବ ପ୍ରାପ୍ତ ସତ୍ ବ୍ୟକ୍ତିର ବଂଶ ଆଶୀର୍ବାଦ। ଗୃହ ତାର ହେବ ଧନ ସମ୍ପଦ ପୂର୍ଣ୍ଣ, ରହିବ ନୀତିନିଷ୍ଠା ତାର ଚିରକାଳ ବଜାୟ। ହେବ ନୀତିନିଷ୍ଠମାନଙ୍କ ପ୍ରତି ଅନ୍ଧାରେ ଜ୍ୟୋତି ଉଦୟ, ଅଟନ୍ତି ପ୍ରଭୁ ଦୟାଳୁ କରୁଣାନିଧି ତଥା ନ୍ୟାୟବାନ। ଦିଏ ଯିଏ ଉଦାର ଭାବେ ଋଣ, ଓ କରେ ନ୍ୟାୟ ସଙ୍ଗତ ଆଚରଣ, ହେବ ତାର କୁଶଳ। ହେବ ନାହିଁ କଦାପି ନୀତିନିଷ୍ଠ ବ୍ୟକ୍ତି ବିଚଳିତ, ହେବ ସେ ସଦା ଅନୁସ୍ମୃତ। ହୁଏ ନାହିଁ ସେ ଦୁଃସମ୍ବାଦ ସମ୍ବନ୍ଧେ ଭୀତତ୍ରସ୍ତ, ଅଟେ ହୃଦୟ ତାର ସୁଦୃଢ଼ ତଥା ପ୍ରଭୁଙ୍କଠାରେ ଆଶ୍ରିତ। ଅଟେ ସେ ଦୃଢ଼ ଚିତ୍ତ ବିଶିଷ୍ଟ, ହୁଏ ନାହିଁ ସେ ଭୀତତ୍ରସ୍ତ, ହେବ ସେ ନିଜ ଶତ୍ରୁମାନଙ୍କ ପରାଜୟର ଦର୍ଶନ ପ୍ରାପ୍ତ। କରେ ସେ ମୁକ୍ତ ହସ୍ତେ ବିଚରଣ, ଦିଏ ସେ ଦରିଦ୍ରମାନଙ୍କୁ ଦାନ, ରହିବ ନୀତିନିଷ୍ଠା ତାର ଚିରକାଳ ବଜାୟ। କରି ମହିମା ମଣ୍ଡିତ ଭାବେ ମସ୍ତକ ଉତ୍ତୋଳନ, ହେବ ସେ ଦଣ୍ଡାୟମାନ। ହୁଏ କ୍ରୋଧ ତାହା ଦେଖି ଦୁଷ୍ଟ, ଦନ୍ତ ଘର୍ଷଣ ପୂର୍ବକ ହୁଏ ସେ ବିଗଳିତ,
ହୁଏ ଦୁଷ୍ଟର ଅଭିଳାଷ ବ୍ୟର୍ଥ। ଅଧ୍ୟାୟ 113 ପ୍ରଶଂସା ସ୍ତୋତ୍ର। କର ପ୍ରଭୁଙ୍କର ସ୍ତୁତିଗାନ, ପ୍ରଭୁଙ୍କର ହେ ଦାସଗଣ କର ସ୍ତବଗାନ। କର ପ୍ରଭୁଙ୍କ ନାମର ସ୍ତୁତିଗାନ, ହେଉ ବର୍ତ୍ତମାନ ତଥା ଅନନ୍ତ କାଳ ବ୍ୟାପୀ ପ୍ରଭୁଙ୍କ ନାମର ସ୍ତୁତି। ହେଉ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପ୍ରଭୁଙ୍କ ନାମର ସ୍ତୁତି। କରନ୍ତି ପ୍ରଭୁ ସମସ୍ତ ଜାତି ଉପରେ ରାଜତ୍ୱ, ହୋଇଛି ମହିମା ତାହାଙ୍କର ଆକାଶମଣ୍ଡଳ ଉପରେ ଉତ୍ଥିତ। ଅଛି ବା ଅନ୍ୟ କିଏ ପ୍ରଭୁ ଆମ ପ୍ରଭୁଙ୍କ ସଦୃଶ, ହୋଇଛନ୍ତି ସେ ଊର୍ଦ୍ଧ୍ୱେ ଆସୀନ। କରି ନିମ୍ନକୁ ଦୃଷ୍ଟିପାତ, କରନ୍ତି ସେ ଆକାଶ ତଥା ପୃଥିବୀ ଉପରେ ନିରୀକ୍ଷଣ। କରନ୍ତି ସେ ନିର୍ଦ୍ଧନମାନଙ୍କୁ ଧୂଳିରୁ ଉତ୍ଥିତ, କରନ୍ତି ସେ ଦିନହୀନମାନଙ୍କୁ ଭସ୍ମ ଗଦାରୁ ଉତ୍ତୋଳିତ। କରନ୍ତି ସେ ସେମାନଙ୍କୁ ଶାସକମାନଙ୍କ ଗହଣେ ଆସୀନ, କରନ୍ତି ସେ ସେମାନଙ୍କୁ ତାହାଙ୍କ ସ୍ୱଜନମାନଙ୍କ ଶାସକଗଣ ସଙ୍ଗେ ଉପବେଶନ। କରନ୍ତି ସେ ପ୍ରଧାନ ବନ୍ଧ୍ୟା ନାରୀକୁ ଏକ ଗୃହ, କରି ପ୍ରଧାନ ସନ୍ତାନଗଣ, କରନ୍ତି ସେ ତାକୁ ଆନନ୍ଦମୟୀ ଜନନୀ ଏକ। କର ପ୍ରଭୁଙ୍କର ସ୍ତୁତିଗାନ। ଅଧ୍ୟାୟ 114 ପ୍ରଶଂସା ସ୍ତୋତ୍ର। କର ପ୍ରଭୁଙ୍କର ସ୍ତୁତିଗାନ। ହେଲା ଯେତେବେଳେ ଇସ୍ରାଏଲ ଇଜିପ୍ଟରୁ ବହିର୍ଗତ, ଅପରିଚିତ ଭାଷାଭାଷୀମାନଙ୍କ ମଧ୍ୟରୁ ହେଲା ଯେବେ ଯାକୋବଙ୍କ ଗୃହ ବହିର୍ଭୂତ। ହେଲା ସେତେବେଳେ ଯୁଦା ପବିତ୍ରାଳୟ ତାହାଙ୍କର, ହେଲା ତେବେ ଇସ୍ରାଏଲ ଶାସନାଧୀନ ତାହାଙ୍କର। ଦେଖି ତାହା କଲା ସମୁଦ୍ର ପଳାୟନ, ହେଲା ପ୍ରତ୍ୟାହୃତ ଜର୍ଦାନ। ପର୍ବତ ସକଳ ପୁଂମେଷ ସଦୃଶ୍ୟ, ପାହାଡ଼ ସବୁ ମେଷ ଶାବକ ତୁଲ୍ୟ ଦେଲେ ଲମ୍ଫ। ହେ ସମୁଦ୍ର ତୁମର ହେଲା କ'ଣ? କରୁଅଛ ତୁମେ କାହିଁକି ପଳାୟନ? ହେଉଅଛ କାହିଁକି ତୁମେ ପ୍ରତ୍ୟାହୃତ ହେ ଜର୍ଦାନ? ହେ ପର୍ବତ ସକଳ ପୁଂମେଷ ସଦୃଶ୍ୟ ତୁମେ, ହେ ପାହାଡ଼ ସବୁ ମେଷ ଶାବକ ତୁଲ୍ୟ ତୁମେ ହେଉଅଛ କାହିଁକି ଲମ୍ଫ? ହେ ପୃଥିବୀ ପ୍ରଭୁଙ୍କ ସନ୍ନିଧାନେ, ଯାକୋବଙ୍କ ଈଶ୍ୱରଙ୍କ ସନ୍ନିଧାନେ ହୁଅ ପ୍ରକମ୍ପିତ। କୌଶଳକୁ ଜଳାଶୟରେ ତଥା ଚକମକି ପଥରକୁ ନିର୍ଝରରେ କରନ୍ତି ସେ ପରିଣତ। ଅଧ୍ୟାୟ 115 ଉପାସନା ସାମ। ଆମକୁ ନୁହେଁ ହେ ପ୍ରଭୁ, ଆମକୁ ନୁହେଁ, ବରଂ ନିରନ୍ତର ସ୍ନେହ ତୁମର ଅବିଶ୍ୱସ୍ତତା ଯୋଗୁଁ କର ସ୍ୱୟଂ ତୁମ ନାମକୁ ତୁମେ ଗୌରବାନ୍ୱିତ। କାହାନ୍ତି ଈଶ୍ୱର ସେମାନଙ୍କର? କରିବେ ବା କାହିଁକି ଜାତିଗଣ ଏଇପରି ବାର୍ତ୍ତାଳାପ? ସ୍ୱର୍ଗଧାମରେ ଅଟନ୍ତି ଆମ ଈଶ୍ୱର ବିଦ୍ୟମାନ, କରନ୍ତି ସେ ସାଧନ ଯାହା ତାହାଙ୍କର ଅଟେ ପ୍ରୀତିକର। ସେମାନଙ୍କ ପ୍ରତି ମାସବୁ ରୌପ୍ୟ ତଥା ସ୍ୱର୍ଣ୍ଣ ମାତ୍ର, ମାନବ ହସ୍ତକୃତ କାରିଗରୀ ମାତ୍ର। ଥାଏ ଯଦିଓ ମୁଖ ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ କଥନ। ଥାଏ ଯଦିଓ ଚକ୍ଷୁ ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ ଦର୍ଶନ। ଥାଏ ଯଦିଓ କର୍ଣ୍ଣ ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ ଶ୍ରବଣ। ଥାଏ ଯଦିଓ ନାସିକା ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ ଆଘ୍ରାଣ। ଥାଏ ଯଦିଓ ହସ୍ତ ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ ସ୍ପର୍ଶ। ଥାଏ ଯଦିଓ ପାଦ ସେମାନଙ୍କର, ତଥାପି କରନ୍ତି ନାହିଁ ସେମାନେ ଗମନ। ହୁଏ ନାହିଁ ବହିର୍ଗତ ସେମାନଙ୍କ କଣ୍ଠରୁ କୌଣସି ଶବଦ। ଅଟନ୍ତି ସେମାନଙ୍କ ନିର୍ମାତାଗଣ ସେମାନଙ୍କ ସଦୃଶ୍ୟ। ସେମାନଙ୍କଠାରେ ଆଶ୍ରିତ ବ୍ୟକ୍ତିଗଣ
ମଧ୍ୟ ଅଟନ୍ତି ସେମାନଙ୍କ ସମ। ହେ ଇସ୍ରାଏଲ, କର ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ, ଅଟନ୍ତି ସେ ସେମାନଙ୍କର ସାହାଯ୍ୟ ତଥା ଢାଲ। ହେ ଆରୋନଙ୍କ ବଂଶ, ହୁଅ ପ୍ରଭୁଙ୍କଠାରେ ଶରଣାପନ୍ନ, ଅଟନ୍ତି ସେ ସେମାନଙ୍କର ସାହାଯ୍ୟ ତଥା ଢାଲ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ସେହି ହେ ତୁମେମାନେ ହୁଅ ପ୍ରଭୁଙ୍କଠାରେ ଶରଣାପନ୍ନ, ଅଟନ୍ତି ସେ ସେମାନଙ୍କର ସାହାଯ୍ୟ ତଥା ଢାଲ। କରିଅଛନ୍ତି ପ୍ରଭୁ ଆମକୁ ସ୍ମରଣ, କରିବେ ସେ ଆମକୁ ଆଶୀର୍ବାଦ, କରିବେ ସେ ଇସ୍ରାଏଲ ବଂଶକୁ ଆଶୀର୍ବାଦ, କରିବେ ସେ ଆରୋନଙ୍କ ବଂଶକୁ ଆଶୀର୍ବାଦ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ, ସେହି କ୍ଷୁଦ୍ର ତଥା ଶ୍ରେଷ୍ଠ ସମସ୍ତଙ୍କୁ କରିବେ ସେ ଆଶୀର୍ବାଦ। କରନ୍ତି ପ୍ରଭୁ ତୁମମାନଙ୍କୁ ବୃଦ୍ଧିପ୍ରାପ୍ତ, କରନ୍ତୁ ତୁମକୁ ତଥା ତୁମ ସନ୍ତାନମାନଙ୍କୁ ପରିବର୍ଦ୍ଧିତ। କରିଅଛନ୍ତି ଯିଏ ଆକାଶ ତଥା ପୃଥିବୀ ସୃଜନ, ଦିଅନ୍ତି ସେହି ପ୍ରଭୁ ତୁମମାନଙ୍କୁ ଆଶୀର୍ବାଦ। ଆକାଶମଣ୍ଡଳ ଅଟେ ପ୍ରଭୁଙ୍କର ଆକାଶମଣ୍ଡଳ, କିନ୍ତୁ କରିଅଛନ୍ତି ସେ ପ୍ରଦାନ ମନୁଷ୍ୟପୁତ୍ରମାନଙ୍କୁ ଭୂମଣ୍ଡଳ। ଯାଆନ୍ତି ଅବତରୀ ମୃତ୍ୟୁ ଦେଶ ତଥା ନୀରବତା ମଧ୍ୟକୁ ଯେଉଁ ବ୍ୟକ୍ତିଗଣ, କରନ୍ତି ନାହିଁ ସେମାନେ ପ୍ରଭୁଙ୍କର ସ୍ତୁତି ଗାନ। କିନ୍ତୁ କରିବୁ ଆମେ ବର୍ତ୍ତମାନ ତଥା ଚିରକାଳ ବ୍ୟାପୀ ପ୍ରଭୁଙ୍କର ସ୍ତୁତି ଗାନ। କର ପ୍ରଭୁଙ୍କର ସ୍ତୁତି ଗାନ। ଅଧ୍ୟାୟ 116। ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। କରେ ମୁଁ ପ୍ରଭୁଙ୍କୁ ସ୍ନେହ, କାରଣ କରିଅଛନ୍ତି ସେ ମୋର ସ୍ୱର ତଥା ନିବେଦନ ଶ୍ରବଣ। କରିଛନ୍ତି ସେ ମୋ ପ୍ରତି କର୍ଣ୍ଣପାତ, ସୁତରାଂ ଡାକି ତାହାଙ୍କୁ କରିବି ମୁଁ ପ୍ରାର୍ଥନା ଆଜୀବନ। କଲା ମୋତେ ମୃତ୍ୟୁର ଫାଶ ପରିବେଷ୍ଟନ, କଲା ମୋତେ ପାତାଳର ରଜ୍ଜୁ ବେଷ୍ଟନ। ଭୋଗ କଲି ମୁଁ ସଙ୍କଟ ତଥା ବେଦନା କଠୋର। ଡାକି ପ୍ରଭୁଙ୍କୁ ସେ ସମୟେ କଲି ମୁଁ ନିବେଦନ, କର ମୋତେ ରକ୍ଷା ହେ ପ୍ରଭୁ, କରେ ମୁଁ ନିବେଦନ। ଅଟନ୍ତି ପ୍ରଭୁ କରୁଣାନିଧି ତଥା ନ୍ୟାୟବାନ, ଅଟନ୍ତି ଆମ ଈଶ୍ୱର ଦୟାମୟ। କରନ୍ତି ପ୍ରଭୁ ବିନୀତମାନଙ୍କୁ ସଂରକ୍ଷଣ, ହୋଇଥିଲି ମୁଁ ଯେବେ ଭୂପତିତ, ଦେଲେ ସେ ତେବେ ମୋତେ ପରିତ୍ରାଣ। ହେ ଆତ୍ମା ମମ, କର ତୁମେ ବିଶ୍ରାମକୁ ପ୍ରତ୍ୟାବର୍ତ୍ତନ, କରିଅଛନ୍ତି ପ୍ରଭୁ ତୁମକୁ ପ୍ରଚୁର ଅନୁଗ୍ରହ ପ୍ରଦାନ। ମୋର ଆତ୍ମାକୁ ମୃତ୍ୟୁ କବଳରୁ, ମୋର ଚକ୍ଷୁକୁ ଅଶ୍ରୁପାତରୁ, ମୋର ପାଦକୁ ସ୍ଖଳନରୁ କରିଅଛ ତୁମେ ଉଦ୍ଧାର। କରେ ମୁଁ ଜୀବିତମାନଙ୍କ ଦେଶେ ପ୍ରଭୁଙ୍କ ସନ୍ନିଧାନେ ବିଚରଣ। ହୋଇଛି ମୁଁ ଅତିଶୟ ଦୁଃଖ ପ୍ରପୀଡ଼ିତ, କଲି ମୁଁ ଯେତେବେଳେ ଏହିପରି ବାକ୍ୟାଳାପ୍ୟ, ସେତେବେଳେ ସୁଦ୍ଧା ରହିଲି ମୁଁ ବିଶ୍ୱାସରେ ହୋଇ ସୁଦୃଢ଼। ହୋଇ ଭୟଚକିତ କଲି ମୁଁ କଥନ, ସମସ୍ତ ମାନବ ଅନିର୍ଭରଶୀଳ। ହୋଇଛି ମୁଁ ଯେଉଁ ଆଶିଷ ପ୍ରଭୁଙ୍କଠାରୁ ପ୍ରାପ୍ତ, ଦେବି ମୁଁ ତାହାଙ୍କୁ ତାହା ପରିବର୍ତ୍ତେ କେଉଁ ପ୍ରତିଦାନ। କରିବି ମୁଁ ପରିତ୍ରାଣର ପାନପାତ୍ର ଉତ୍ତୋଳନ, ଡାକି ନାମ ପ୍ରଭୁଙ୍କର କରିବି ମୁଁ ନିବେଦନ। ତାଙ୍କର ସ୍ୱଜନମାନଙ୍କ ସମ୍ମୁଖେ କରିବି ମୁଁ ବ୍ରତ ସବୁ ମୋର ପରିପୂରଣ। ଅଟେ ତାହାଙ୍କର ସନ୍ଥଜନମାନଙ୍କ ମୃତ୍ୟୁ ପ୍ରଭୁଙ୍କ ଦୃଷ୍ଟିରେ ଅମୂଲ୍ୟ। ହେ ପ୍ରଭୁ, ଅଟେ ମୁଁ ଦାସ ତୁମର ଓ ଦାସୀ ପୁତ୍ର ତୁମର। କରିଅଛ ମୋର ବନ୍ଧନ ତୁମେ ଶିଥିଳ, କରିବି ମୁଁ ଉତ୍ସର୍ଗ କୃତଜ୍ଞତାତ୍ମକ ନୈବେଦ୍ୟ। ଡାକି ପ୍ରଭୁଙ୍କ ନାମ କରିବି ମୁଁ ନିବେଦନ, ତାହାଙ୍କର ସନ୍ଥଜନମାନଙ୍କ ସମ୍ମୁଖେ କରିବି ମୁଁ ବ୍ରତ ସବୁ ମୋର ପରିପୂରଣ।
ପ୍ରଭୁଙ୍କ ଆଳୟର ପ୍ରାଙ୍ଗଣ ମଧ୍ୟରେ, ହେ ଜେରୁସାଲେମ, ତୁମ ମଧ୍ୟରେ କରିବି ମୁଁ ତାହା ସବୁ ପରିପୂରଣ କର ପ୍ରଭୁଙ୍କର ସ୍ତୁତି ଗାନ। ଅଧ୍ୟାୟ 117। ପ୍ରଶଂସା ସ୍ତୋତ୍ର। ହେ ସମସ୍ତ ଜନତା, କର ପ୍ରଭୁଙ୍କର ସ୍ତୁତି ଗାନ। ହେ ସମସ୍ତ ଜାତି, କର ତାହାଙ୍କ ଉଦ୍ଦେଶ୍ୟରେ ସ୍ତୁତି ଗାନ। କାରଣ ଅଟେ ଆମ ପ୍ରତି ନିରନ୍ତର ସ୍ନେହ ତାଙ୍କର ମହତ୍ତ୍ୱ ସ୍ଥାୟୀ ରହେ ପ୍ରଭୁଙ୍କର ବିଶ୍ୱସ୍ତତା ଚିରନ୍ତନ କର ପ୍ରଭୁଙ୍କର ସ୍ତୁତି